ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁଯାୟୀ ଝଡ଼ ବାତ୍ୟା ନେଇ ପାଣିପାଗ ବିଭାଗର ବଡ଼ ସୂଚନା। 40ରୁ 50 କିଲୋମିଟର ବେଗରେ ବହିବ ପବନ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା। ଖବରଟି ସମ୍ପୂର୍ଣ୍ଣ ଭାବେ ଜାଣିବା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ରାଜ୍ୟବ୍ୟାପୀ ଅସହ୍ୟ ତାତିରେ ଲୋକେ ସନ୍ତୁଳି ହେଉଥିବା ବେଳେ ଏଥିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। କାଲିଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବ। ଝଡ଼ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବ। ଆସନ୍ତା 6 ଏବଂ 8 ତାରିଖରେ ସାଂଘାତିକ ସ୍ଥିତି ହେବ ବୋଲି ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଏବଂ 8 ତାରିଖରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ବହିବ 40ରୁ 50 କିଲୋମିଟର ବେଗରେ ପବନ। ଏଥିସହିତ ସମୁଦ୍ରରେ ଛୁଞ୍ଚ ଲହଡ଼ି ଉଠିବା ଆଶଙ୍କା ରହିଛି, ଯେଉଁଥିପାଇଁ ଏହି 2 ଦିନ ପାଇଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପାଣିପାଗ କେନ୍ଦ୍ରର ସତର୍କତା ପରେ ଏସ୍ଆର୍ସି ମଧ୍ୟ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। କାଳବୈଶାଖୀ ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଝଡ଼ ବର୍ଷା ନେଇ 8 ତାରିଖରେ 23 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।